आरती को गुंडाମାନେ ହଠାତ୍ ଅଟକାଇ ଦିଅନ୍ତି। ଆୟୁଷ ଅଟକାନ୍ତି ଆଉ ଆରती କହନ୍ତି କି ଆୟୁଷ ଏମାନେ ଗୁଣ୍ଡା ଭଳି ଦେଖାଯାଉଛନ୍ତି, ପ୍ଲିଜ୍ ତମେ ଏଠୁ ଜଲ୍ଦି ଚାଲ, ଆମର ଏମାନଙ୍କ ସହିତ ଝଗଡ଼ା କରିବା କିଛି ବି ଦରକାର ନାହିଁ, ପ୍ଲିଜ୍ ଏଠୁ ଚାଲ। ତାପରେ ଗୁଣ୍ଡାମାନେ ଆଟାକ୍ କରନ୍ତି ଆୟୁଷଙ୍କ ଉପରୁ। ଆୟୁଷ କହନ୍ତି କି ମୋତେ ଏମାନଙ୍କୁ ସାଇଜ୍ କରିବା ଠିକ୍ ଜଣା ଅଛି, ଭୁଲିଗଲେ କି ତମକୁ ମୁଁ ବି ବଞ୍ଚେଇଥିଲି। ତାପରେ ଗୁଣ୍ଡାମାନେ ପୁଣି ଆଟାକ୍ କରିବା ଆରମ୍ଭ କରିଦିଅନ୍ତି। ତାପରେ ଆରତୀରୁ ଗାଡ଼ିରୁ ଓହ୍ଲେଇ ପଡ଼ନ୍ତି। ତାପରେ ପୁଣି ଆୟୁଷ ମଧ୍ୟ ଫାଇଟ୍ କରନ୍ତି ଗୁଣ୍ଡାମାନଙ୍କ ସହିତ। ତାପରେ ଆୟୁଷ ଆରତୀଙ୍କୁ କହନ୍ତି କି ଆରତୀ ମୋ କଥା ମାନ, ତମେ ଏଠୁ ଯାଅ ଆଉ ଏଠୁ ଜଲ୍ଦି ଯାଇ ଆକାଶ ଭାଇଙ୍କୁ ଖବର ଦିଅ, ଯାଅ। ତାପରେ ଆରତୀ ନା ମୁଁ ଯିବିନି ଆୟୁଷ, ମୁଁ ଏଠୁ କୁଆଡ଼େ ବି ଯିବିନି, ଆରତୀ ମନା କରିଦିଏ। ତାପରେ ଆୟୁଷ ରାଗି ଯାଇ କହନ୍ତି କି ଆରେ କହିଲି ପରା ଯାଅ ବୋଲି ଜଲ୍ଦି। ତାପରେ ଆୟୁଷ ଗୁଣ୍ଡାମାନଙ୍କୁ ପୁଣି ଡାକି କହିବେ ଆବେ ଆସ ବେ ଆସ, ଆରେ ଆସ। ତାପରେ ଗୁଣ୍ଡାମାନେ ଆସିକି ପୁଣି ଆଟାକ୍ କରନ୍ତି। ଆରତୀ ଠିକ୍ ଗଲାବେଳେ ଆରତୀଙ୍କୁ ଗୁଣ୍ଡାମାନେ ଧରି ପକାନ୍ତି। ଆରତୀ ଗଲାବେଳେ ତାପରେ କହିବେ କି ଆରତୀ ମୋତେ ବଞ୍ଚାଅ। ପୁଣି ଆୟୁଷ କହିବେ କି ଗୁଣ୍ଡାଙ୍କୁ କହନ୍ତି କି ହେ ତାଙ୍କ ହାତ ଛାଡ଼, କହିଲି ପରା ତାଙ୍କ ହାତ ଛାଡ଼ ବୋଲି। ପୁଣି ଗୁଣ୍ଡା କହିବେ କି ତୁ ସେ ବାଡ଼ି ଛାଡ଼, ମୁଁ ୟା ହାତ ଛାଡ଼ିଦେବି। ତାପରେ ଆୟୁଷ ସେ ବାଡ଼ି ପକାଇ ଦିଅନ୍ତି। ଆୟୁଷ ସେ ବାଡ଼ି ପକାଇ ସାରିଲା ପରେ ଗୁଣ୍ଡାମାନେ ଠିକ୍ ଆୟୁଷଙ୍କ ମୁଣ୍ଡ ପଟକୁ ପିଟି ପକାନ୍ତି ଆଉ ଆୟୁଷ ସେନ୍ସଲେସ୍ ହେଇଯାନ୍ତି। ଆରତୀ ଆୟୁଷ କହିକି ଚିଲ୍ଲାନ୍ତି ଆଉ ଆୟୁଷ ତଳେ ପଡ଼ିଯାଆନ୍ତି, ଯୋଉଟା ଆରତୀଙ୍କୁ ବହୁତ ଶକ୍ ଲାଗେ। ତାପରେ ଆରତୀ କହିବେ କି ଆୟୁଷ କହିକି ଦୌଡ଼ି ଆସନ୍ତି ଆଉ ଆୟୁଷ ତଳେ ମଧ୍ୟ ପଡ଼ିଯାଆନ୍ତି। ଆରତୀ ଆୟୁଷ କହି ଡାକନ୍ତି ଓ ବହୁତ ଡାକନ୍ତି ଆୟୁଷ ଉଠ ପ୍ଲିଜ୍ ଉଠ ଆୟୁଷ। ତାପରେ ଆରତୀ ପୁଣି ତାପରେ କହିବେ ନିଜେ ଗୋଟେ ବାଡ଼ି ଧରି ଆରତୀ ନିଜେ ଗୋଟେ ବାଡ଼ି ଧରି ପିଠି ଲାଗନ୍ତି ଗୁଣ୍ଡାମାନଙ୍କୁ ଆଉ କହନ୍ତି କାହିଁକି ମାରିଲୁ ମୋ ଆୟୁଷକୁ, କାହିଁକି ମାରିଲୁ କହ, ଯୋଉଟା ଗୁଣ୍ଡାମାନଙ୍କୁ ଟୋଟାଲି କାଟୁ ନଥାଏ ଆଉ ସେମାନେ ଖି ହେଇକି ହସୁଥାନ୍ତି ଆରତୀ ପିଟିବାର, କି ତାଙ୍କୁ ମଜାକ ଲାଗୁଥାଏ। ପୁଣି ଆରତୀ କହନ୍ତି କି ତତେ ବହୁତ ହସ ଲାଗୁଛି ନା, ରହ ଏଇ ବାଡ଼ିରେ ତତେ ଯେତେବେଳେ ଭଲ କି ପିଟିବି ସେତେବେଳେ ତୋ ହସ ଛାଡ଼ିଯିବ। ତାପରେ ଗୁଣ୍ଡାମାନେ ଆରତୀଙ୍କ ମୁଣ୍ଡକୁ ମଧ୍ୟ ପିଟି ପକାନ୍ତି ଓ ଆରତୀ ମଧ୍ୟ ତଳେ ପଡ଼ିଯାଆନ୍ତି। ତାପରେ ଗୁଣ୍ଡାମାନେ ଫୋନ୍ ଲଗାନ୍ତି ଆଉ କହନ୍ତି କି ସାର୍ ଆପଣଙ୍କ କାମ ହେଇଗଲା, ଆଉ ଟିକେ ପରେ ଆପଣଙ୍କ ଝିଅ ଆପଣଙ୍କ ପାଖରେ ପହଞ୍ଚିଯିବ ସାର୍, ଆମେ ଆମ କାମ କରିଦେଇଛୁ। ପୁଣି ଗୁଣ୍ଡାମାନେ କହନ୍ତି କି ଆରତୀଙ୍କ ପୁଣି କହନ୍ତି ଗୁଣ୍ଡାମାନଙ୍କୁ ହେ ଏଇ 2 ଜଣଙ୍କୁ ଧର ଆଉ ଗାଡ଼ିରେ ପକେଇ ଚାଲ। ଗୁଣ୍ଡାମାନେ ଆରତୀ ଆୟୁଷକୁ ନେଇ